ଏହି ମନ୍ଦିରକୁ ଯିବାକୁ ଡରନ୍ତି ଲୋକେ। ମନ୍ଦିରର ପ୍ରସାଦ ମିଳେନି ଭକ୍ତଙ୍କୁ। ମନ୍ଦିରରୁ ଫେରିବା ବେଳେ ପଛକୁ ଚାହିଁବା ମନା। କେଉଁଠି ରହିଛି ଏହି ମନ୍ଦିର? ଏହି ମନ୍ଦିରରେ ଭୂତମାନଙ୍କୁ ବାନ୍ଧି ରଖାଯାଏ। ତେବେ କ'ଣ ଅଛି ଏହି ମନ୍ଦିରରେ? ଯେଉଁ ମନ୍ଦିରକୁ ଯିବା ମାତ୍ରେ ଭୂତ ପ୍ରେତ ଶରୀରରୁ ବାହାରି ଯାଇଥାନ୍ତି। ଏହି ମନ୍ଦିରର ପ୍ରସାଦ ମିଳେନି ସବୁ ଭକ୍ତଙ୍କୁ ଏବଂ ଏହି ମନ୍ଦିରକୁ ଯିବାକୁ ଲୋକେ ଡରିଥାନ୍ତି ମଧ୍ୟ। ଏଭଳି ଆଶ୍ଚର୍ଯ୍ୟଜନକ ମନ୍ଦିରଟି ହେଉଛି ରାଜସ୍ଥାନର ମେହେନ୍ଦିପୁରରେ ଥିବା ବାଲାଜୀ ମନ୍ଦିର। ମନ୍ଦିରରେ 3 ଦେବତା ପୂଜା ପାଉଥିବା ବେଳେ 3 ଠାକୁରଙ୍କ ପାଖରେ ଲାଗି ହୁଏ ଭିନ୍ନ ଭିନ୍ନ ଭୋଗ। ଏଠାରେ ହନୁମାନଙ୍କୁ ଲଡୁ, ପ୍ରେତରାଜକୁ ଚାଉଳ ଏବଂ ବାବା ଭୈରବଙ୍କୁ ମୁଗ ଡାଲିର ପ୍ରସାଦ ଚଢ଼ା ଯାଇଥାଏ। ମେହେନ୍ଦିପୁରର ଏହି ବାଲାଜୀ ମନ୍ଦିରରେ ପହଞ୍ଚିବା କ୍ଷଣି ଲୋକମାନେ ହଠାତ୍ ଚିତ୍କାର କରି ଉଠନ୍ତି। ଯେଉଁମାନଙ୍କ ଉପରେ ଭୂତପ୍ରେତ ଓ ଗୁଣିଗାରେଡିର ପ୍ରୟୋଗ କରାଯାଇଥାଏ ସେମାନେ ଏହି ମନ୍ଦିରକୁ ଆସିବା ମାତ୍ରେ ଭଲ ହୋଇଯାଇଥାନ୍ତି। ମନ୍ଦିରକୁ ଆସୁଥିବା ଲୋକଙ୍କୁ 3ଟି ଦେବତାଙ୍କ ପ୍ରସାଦ ଖାଇବାକୁ ପଡ଼ିଥାଏ। ପ୍ରସାଦ ଖାଇବା ମାତ୍ରେ ଶରୀରରୁ ଗାୟବ ହୋଇଯାଆନ୍ତି ସମସ୍ତ ଭୂତପ୍ରେତ। ବଦଳି ଯାଇଥାଏ ସେମାନଙ୍କର ସମ୍ପୂର୍ଣ୍ଣ ବ୍ୟବହାର। ପରେ ପ୍ରେତରାଜ ଭୂତପ୍ରେତଙ୍କୁ ଦଣ୍ଡ ଦେଇଥାନ୍ତି। ଲୋକମାନଙ୍କ ଚିତ୍କାର ଶୁଣି ଏମିତି ଲାଗିଥାଏ ଯେମିତି ସେମାନଙ୍କୁ କୌଣସି ଅଦୃଶ୍ୟ ଶକ୍ତି ଦଣ୍ଡ ଦେଉଛି। ସେହିପରି ଏହି ମନ୍ଦିରର ପ୍ରସାଦ ଘରକୁ ନେବାକୁ ବାରଣ କରାଯାଇଥାଏ। ଏହି ମନ୍ଦିରରୁ ଫେରିବା ବେଳେ ପଛକୁ ଚାହିଁବା ବି ମନା। ଯଦି ଏହି ନିୟମକୁ କେହି ଭାଙ୍ଗିଥାଏ ତେବେ ଏଠାରେ ଥିବା ନକାରାତ୍ମକ ଶକ୍ତି ତା ସହ ବି ଘରକୁ ଚାଲି ଯାଇଥାଏ ବୋଲି ବିଶ୍ୱାସ ରହିଛି। ଯଦି ଆପଣ ଏହି ମନ୍ଦିରକୁ ଯିବାକୁ ଚାହୁଁଛନ୍ତି ତେବେ ଏସବୁ କଥାକୁ ନିଶ୍ଚୟ ଧ୍ୟାନରେ ରଖିବେ। ହେଲେ ଏହି ମନ୍ଦିରର ସତ୍ୟତା ସମ୍ପର୍କରେ ଏଯାବତ ବିଜ୍ଞାନ ପାଖରେ ବି କୌଣସି ପ୍ରମାଣ ନାହିଁ। ତଥାପି ଭିଡ଼ ଲାଗୁଛି ଏହି ମନ୍ଦିରରେ। ବ୍ୟୁରୋ ରିପୋର୍ଟ, ଜେହୋବା ନ୍ୟୁଜ୍।